ରାଜ୍ୟସଭା ରାଜ୍ୟସଭାକୁ ସଂସଦର ଉଚ୍ଚ ସଦନ ବୋଲି କୁହାଯାଏ। ଏହାର ଗଠନ ପ୍ରଣାଳୀ ଆମ ସମ୍ବିଧାନର 80 ଧାରା ଅନୁସାରେ ବର୍ଣ୍ଣିତ ହୋଇଛି। ଏହି ଗୃହଟି ରାଜ୍ୟମାନଙ୍କର ତରଫରୁ କ'ଣ କରେ ନା ପ୍ରତିନିଧିତ୍ୱ କରି ସଂଘୀୟ ସ୍ୱାର୍ଥକୁ ସୁରକ୍ଷା ଯୋଗାଏ। ଭାରତରେ ଦ୍ୱିତୀୟ ସଦନକୁ ରାଜ୍ୟସଭା ଯେତେବେଳେ କୁହାଯାଉଥାଏ, ସେତେବେଳେ ଆମେରିକାର କଂଗ୍ରେସରେ ଏହି ଗୃହକୁ କ'ଣ କୁହାଯାଏ? ସିନେଟ୍ ବୋଲି କୁହାଯାଏ। ଇଂଲଣ୍ଡରେ ଆକୁ କ'ଣ କହନ୍ତି ନା ହାଉସ୍ ଅଫ୍ ଲର୍ଡସ୍। କାହାକୁ କହନ୍ତି ନା ରାଜ୍ୟସଭାକୁ କହନ୍ତି। ସୁଇଜରଲ୍ୟାଣ୍ଡରେ ଆକୁ କ'ଣ କହନ୍ତି? ସଂଘୀୟ ପରିଷଦ ବୋଲି। ସଂଘୀୟ ପରିଷଦରେ ଏହାକୁ କାଉନସିଲ୍ ଅଫ୍ ଷ୍ଟେଟ୍ ବୋଲି କୁହାଯାଏ। ଠିକ୍ ଅଛି, ଚାଲ ଆମେ ଏବେ ରାଜ୍ୟସଭାର ଗଠନ ବିଷୟରେ ଆଲୋଚନା କରିବା। ନା ରାଜ୍ୟସଭାର ମୋଟ ସଦସ୍ୟ ସଂଖ୍ୟା ଖୁବ୍ ବେଶୀରେ 250 ମଧ୍ୟରେ ସୀମିତ ରହିଛି। ତନ୍ମଧ୍ୟରୁ ତା ଭିତରୁ କ'ଣ ହେଇଛି ନା 238 ଜଣ ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି। ତା ସହିତ କଳା, ସ୍ଥାପତ୍ୟ, ବିଜ୍ଞାନ ଏବଂ ସାମାଜିକ ସେବାରେ ପାରଦର୍ଶିତା ହାସଲ କରିଥିବା ଅବଶିଷ୍ଟ 12 ଜଣ ସଦସ୍ୟଙ୍କୁ ରାଷ୍ଟ୍ରପତି ମନୋନୀତ କରନ୍ତି। ନିର୍ବାଚିତ ସଦସ୍ୟମାନେ 29ଟି ରାଜ୍ୟ ଏବଂ 7ଟି କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରତିନିଧିତ୍ୱ କରନ୍ତି। ପ୍ରତ୍ୟେକ ରାଜ୍ୟର ସ୍ଥାନ ସଂଖ୍ୟା ରାଜ୍ୟ ଭିତ୍ତିରେ ନ ହୋଇ ଲୋକ ସଂଖ୍ୟା ଭିତ୍ତିରେ ନିର୍ଦ୍ଧାରିତ ହୋଇଥାଏ। ଏପରିକି ମିଜୋରାମ ରାଜ୍ୟରେ ରାଜ୍ୟସଭାକୁ ଜଣେ ପ୍ରତିନିଧିତ୍ୱ କରୁଥିବା ବେଳେ ଉତ୍ତରପ୍ରଦେଶରୁ 34 ଜଣ ସଦସ୍ୟ ପ୍ରତିନିଧିତ୍ୱ କରନ୍ତି। ଓଡ଼ିଶାରୁ ରାଜ୍ୟସଭାରେ 10 ଜଣ ସଭ୍ୟ ଅଛନ୍ତି। ମାତ୍ର ଆମେରିକାରେ ପ୍ରତ୍ୟେକ ରାଜ୍ୟ ସିନେଟରେ ସମାନ ସଂଖ୍ୟକ ପ୍ରତିନିଧିତ୍ୱ କରନ୍ତି। ବର୍ତ୍ତମାନ ଏହାର ସଭ୍ୟ ସଂଖ୍ୟା 245ରେ ଅଛି। ସେଥିମଧ୍ୟରୁ 233 ଜଣ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରତିନିଧିତ୍ୱ କରୁଥିବା ବେଳେ 12 ଜଣ ସଦସ୍ୟ ମନୋନୀତ ହୋଇଛନ୍ତି। ନିର୍ବାଚନ ଇଲେକ୍ସନ କ'ଣ ନା ବିଭିନ୍ନ ରାଜ୍ୟରେ ଥିବା ବିଧାନସଭାର ନିର୍ବାଚିତ ସଦସ୍ୟମାନେ ପରୋକ୍ଷ ଭାବେ ସମାନୁପାତିକ ତଥା ଏକକ ହସ୍ତାନ୍ତରଣୀୟ ବ୍ୟବସ୍ଥା ଦ୍ୱାରା ରାଜ୍ୟସଭାର ସଦସ୍ୟମାନଙ୍କୁ ନିର୍ବାଚିତ କରନ୍ତି। ସମଗ୍ର ରାଜ୍ୟକୁ ଗୋଟିଏ ନିର୍ବାଚନ ମଣ୍ଡଳୀ ବୋଲି ବିଚାର କରାଯାଏ। ମାତ୍ର କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧି ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ଦ୍ୱାରା ରାଜ୍ୟ ବିଧାନସଭା ପାଇଁ ବ୍ୟବହୃତ ପ୍ରଣାଳୀ ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି। ଏହି ନିର୍ବାଚନ ବ୍ୟବସ୍ଥାରେ ଗୁପ୍ତ ମତଦାନ ବ୍ୟବସ୍ଥା ଥିଲା। ମାତ୍ର ଏହା ଫଳରେ ରାଜନୈତିକ ଘୋଡ଼ା ବେପାର ବଢ଼ିଲା। ସେଥିସକାଶେ 2004 ମସିହା ଠାରୁ କ'ଣ ହେଲା ନା ଖୋଲ ମତଦାନ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ଏହାଦ୍ୱାରା ରାଜନୈତିକ ଅପରାଧୀକରଣଟାକୁ କିଛି ମାତ୍ରାରେ ରୋକାଯାଇ ପାରୁଛି। ତାହେଲେ ଇଏ ରାଜ୍ୟସଭାର ସଦସ୍ୟ ହେବା ପାଇଁ ଯୋଗ୍ୟତା କ'ଣ କ'ଣ ଦରକାର ନା ଆମ ସମ୍ବିଧାନର 84 ଭାଗରେ କ'ଣ କରାହେଇଛି ମାନେ 84 ଧାରା ଅନୁସାରେ ରାଜ୍ୟସଭାର ସଭ୍ୟ ହେବା ପାଇଁ କି ଯୋଗ୍ୟତା ବର୍ଣ୍ଣନା କରାଯାଇଛି। କ'ଣ କ'ଣ ଯୋଗ୍ୟତା ଥବ ନା ସେ ଜଣେ ଭାରତୀୟ ନାଗରିକ ହୋଇଥିବେ, ତାଙ୍କୁ ଅନ୍ୟୁନ 30 ବର୍ଷ ବୟସ ହେଇଥିବ, ତାଙ୍କର ବିକୃତ ମସ୍ତିଷ୍କ ବା ସେ ଦେବାଳିଆ ହୋଇ ନଥିବେ, ସେ ସରକାରୀ ବେତନଭୋଗୀ କର୍ମଚାରୀ ମଧ୍ୟ ହୋଇନଥିବେ କିମ୍ବା କୌଣସି ବିଧାନମଣ୍ଡଳର ସଦସ୍ୟ ହୋଇ ନଥିବେ। ଯଦି ହେଇଥିବେ ତାହେଲେ ପଦବୀ ଗ୍ରହଣ ପୂର୍ବରୁ ତାଙ୍କୁ କ'ଣ କରାଯିବ? ପରିତ୍ୟାଗ କରିବେ। 5ରେ ସମ୍ବିଧାନର 3ୟ ଅନୁସୂଚୀରେ ବର୍ଣ୍ଣିତ ବ୍ୟବସ୍ଥା ଅନୁସାରେ ସେ ରିଟର୍ଣ୍ଣିଂ ଅଫିସରଙ୍କର ସମ୍ମୁଖରେ ଶପଥ ପାଠ କରିଥିବେ। 6ରେ ସଂସଦ ଦ୍ୱାରା ନିର୍ଦ୍ଧାରିତ ଯୋଗ୍ୟତା ତାଙ୍କର ଥବ। ସେ ଅପରାଧୀ ନୁହନ୍ତି କିମ୍ବା କୌଣସି ଅପରାଧରେ ମଧ୍ୟ ଜଡ଼ିତ ନୁହନ୍ତି ବୋଲି ନିର୍ବାଚନ କମିଶନଙ୍କ ଦ୍ୱାରା କ୍ଷମତାପ୍ରାପ୍ତ ବ୍ୟକ୍ତିଙ୍କ ସମ୍ମୁଖରେ ଶପଥ ପାଠ କରିଥିବେ। 8ରେ ନିର୍ବାଚନ କମିଶନଙ୍କ ଦ୍ୱାରା ନିର୍ଦ୍ଧାରିତ ଅମାନତ ଜମା ସହ ଅନ୍ୟାନ୍ୟ ସର୍ତ୍ତ ପୂରଣ ବି ସେ କରୁଥିବେ। ତାପରେ ତାଙ୍କର ଅଯୋଗ୍ୟତା କ'ଣ ଥବ ମାନେ କ'ଣ ତାଙ୍କର ଡିସ୍କ୍ୱାଲିଫିକେସନ୍ ନଥବ ବୋଲି କୁହାଯାଇଛି ନା ଡିସ୍କ୍ୱାଲିଫିକେସନ୍ ରାଜ୍ୟସଭାର ବିଷୟରେ 102 ଧାରା ଅନୁସାରେ କ'ଣ କରାଯାଇଛି ରାଜ୍ୟସଭାର ସଭ୍ୟମାନଙ୍କର ଅଯୋଗ୍ୟପଣିଆ ବା ଅଯୋଗ୍ୟତା ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଯଦି ସେ କୌଣସି ରାଜ୍ୟ ବା କେନ୍ଦ୍ର ଅଧୀନସ୍ଥ ଅଫିସରେ ବେତନଭୋଗୀ କର୍ମଚାରୀ ହୋଇଥିବେ କିମ୍ବା ସରକାରୀ ଲାଭରେ ବା ଲାଭଜନକ ବ୍ୟବସାୟରେ ସେ ଲିପ୍ତ ଥିବେ। 2ରେ ଯଦି ସେ କୌଣସି ବିଚାରାଳୟ ଦ୍ୱାରା ବିକୃତ ମସ୍ତିଷ୍କ ବୋଲି ଘୋଷିତ ହୋଇଥିବେ, ନହେଲେ ସେ ଭାରତୀୟ ନାଗରିକ ହୋଇ ନଥିବେ ଅଥବା ସ୍ୱେଚ୍ଛାକୃତ ଭାବେ ବିଦେଶୀ ରାଷ୍ଟ୍ରର ନାଗରିକତ୍ୱ ଗ୍ରହଣ କରିଥିବେ, ଯଦି ସେ ସଂସଦୀୟ ଆଇନ ଦ୍ୱାରା ଅଯୋଗ୍ୟ ହୋଇଥିବେ, ସେ ଦେବାଳିଆ ବୋଲି ଘୋଷଣା ହୋଇଥିବେ, ଏ ବିଷୟରେ ତାଙ୍କର ଡିସ୍କ୍ୱାଲିଫିକେସନ୍ ମାନେ ଅଯୋଗ୍ୟତା ପଣିଆଟା ବୃଦ୍ଧି ପାଏ ବା ଜଣାପଡ଼େ। କାର୍ଯ୍ୟକାଳ କ'ଣ ନା ଆମର ରାଜ୍ୟସଭାର କାର୍ଯ୍ୟକାଳ ବିଷୟରେ ବର୍ଣ୍ଣନା କେତେ କରାଯାଇଛି ନା ଆମର ଧାରା 83
ଅନୁସାରେ ରାଜ୍ୟସଭା ଏକ ସ୍ଥାୟୀ କକ୍ଷ ବୋଲି କୁହାଯାଇଛି। ଏହାର ସଦସ୍ୟମାନଙ୍କର କାର୍ଯ୍ୟକାଳ 6 ବର୍ଷ। ପ୍ରତି 2 ବର୍ଷରେ କ'ଣ ହୁଏ ନା 1/3 ସଦସ୍ୟ ଅବସର ଗ୍ରହଣ କରନ୍ତି। ସେହି ସ୍ଥାନଗୁଡ଼ିକ ପୂରଣ କରିବା ପାଇଁ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସକ ଅଞ୍ଚଳ ସେମାନଙ୍କର ପ୍ରତିନିଧି ପଠାନ୍ତି। ମନୋନୀତ ସଦସ୍ୟମାନଙ୍କୁ ଯଥାରୀତି ରାଷ୍ଟ୍ରପତି ମନୋନୀତ କରନ୍ତି। ତାର ବ୍ୟତିକ୍ରମ କ'ଣ ଅଛି, ଏକ୍ସେପସନ୍ କ'ଣ ନା ପ୍ରତ୍ୟେକ ସଦସ୍ୟଙ୍କର କାର୍ଯ୍ୟକାଳ 6 ବର୍ଷ ହୋଇଥିଲା ବେଳେ ଆମ ସମ୍ବିଧାନର ବ୍ୟବସ୍ଥା ଅନୁସାରେ ପ୍ରଥମ ଥର ସଦସ୍ୟମାନଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ହୋଇଥିଲା। 1952ରେ ପ୍ରଥମ ଥର ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ବିଜୟ ହାସଲ କରିଥିବା ବ୍ୟକ୍ତିମାନେ 6 ବର୍ଷ କାର୍ଯ୍ୟକାଳ ପାଇଁ ନିର୍ବାଚିତ ହୋଇଥିଲେ ମଧ୍ୟ ଧର୍ମଗୁଳା ମାଧ୍ୟମରେ 1/3 ବୋଲି କହନ୍ତି ନା 1/3 ସଦସ୍ୟ 2 ବର୍ଷ ପରେ ପ୍ରଣାଳୀଟିକୁ ଶୃଙ୍ଖଳିତ କରିବା ପାଇଁ ପଦବୀ ତ୍ୟାଗ କରିଥିଲେ। ତାପରେ 4 ବର୍ଷ ପରେ ପୁଣି 1/3 ସଦସ୍ୟ ଅବସର ନେଇଥିଲେ। ପ୍ରଥମ ରାଜ୍ୟସଭା ସଦସ୍ୟମାନଙ୍କ ମଧ୍ୟରୁ 2/3 ସଦସ୍ୟ ଯଥାକ୍ରମେ 2 ବର୍ଷ ଏବଂ 4 ବର୍ଷ ବିତେଇଥିବା ବେଳେ ମାତ୍ର 1/3 ସଦସ୍ୟ 6 ବର୍ଷ କାର୍ଯ୍ୟକାଳ ପୂରଣ କରିଥିଲେ। ତେଣୁ 2/3 ସଦସ୍ୟମାନଙ୍କର ତ୍ୟାଗ ହିଁ ଆମ ବ୍ୟବସ୍ଥାକୁ ଶୃଙ୍ଖଳିତ କରିଛି। ପ୍ରଥମ ରାଜ୍ୟସଭା 2 ଏପ୍ରିଲ ମାସ 2 ତାରିଖ 1952ରେ ଗଠିତ ହୋଇଥିଲା ନାଇଁ। ତାପରେ ଅଧିବେଶନ, ଆମର ରାଜ୍ୟସଭାର ଅଧିବେଶନ କ'ଣ କେମିତି ଡାକନ୍ତି ନା ରାଷ୍ଟ୍ରପତି ରାଜ୍ୟସଭାର ଅଧିବେଶନ ପ୍ରାୟତଃ ଲୋକସଭା ସହିତ ଆହ୍ୱାନ କରନ୍ତି। ମାତ୍ର ଗୋଟିଏ ଅଧିବେଶନକୁ ଆଉ ଗୋଟିଏ ଅଧିବେଶନ ମଧ୍ୟରେ ସମୟର ତାରତମ୍ୟ 6 ମାସରୁ ଅଧିକ ହେବନି। ଲୋକସଭା ଭାଙ୍ଗି ଯାଇଥିବା ବେଳେ କୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ରାଷ୍ଟ୍ରପତି ରାଜ୍ୟସଭାର ସ୍ୱତନ୍ତ୍ର ଅଧିବେଶନ ଆହ୍ୱାନ କରିପାରିବେ। କୋରମ୍ କ'ଣ ନା ରାଜ୍ୟସଭାର ବୈଠକ ସର୍ବନିମ୍ନ 1/10 ମାନେ 1/10 ଅଂଶ ସଭ୍ୟଙ୍କୁ ନେଇକି ଚାଲିପାରିବ। ସେଥିରୁ ଯଦି କମ୍ ସଭ୍ୟ ଗୃହରେ ଉପସ୍ଥିତ ରହିଲେ ବୈଠକ ଚାଲିବ ନାହିଁ। ଏଣୁ 1/10 ଅଂଶ ସଭ୍ୟଙ୍କୁ ନେଇ କୋରମ୍ ଗଠିତ ହୁଏ। 1/10 ଅଂଶ ସଭ୍ୟ ସଂଖ୍ୟା କେତେ ନା 25 ଜଣ। ଦରମା ଭତ୍ତା କେମିତି ପାଆନ୍ତି ରାଜ୍ୟସଭାର ସଦସ୍ୟମାନେ ନା ରାଜ୍ୟସଭାର ପ୍ରତ୍ୟେକ ସଦସ୍ୟ ସଂସଦ ଦ୍ୱାରା ନିର୍ଦ୍ଧାରିତ ମାସିକ ଦରମା ସହିତ ଅନ୍ୟାନ୍ୟ ଭତ୍ତା, ମାଗଣା ସରକାରୀ ବାସଭବନ ଓ ଗ୍ରସ୍ତ ଖର୍ଚ୍ଚ ଇତ୍ୟାଦି ପାଇଥାନ୍ତି। ବର୍ତ୍ତମାନ ଜଣେ ସଦସ୍ୟ ମାସିକ ଦରମା ବାବଦରେ 50,000 ଟଙ୍କା ପାଉଥିବା ବେଳେ ନିର୍ବାଚନ ମଣ୍ଡଳୀର ଭତ୍ତା ବାବଦରେ 40,000 ଟଙ୍କା। ଏହା ବ୍ୟତୀତ ଅଧିବେଶନ ଯେତେବେଳେ ଚାଲୁଥିବ ସେ ବୈଠକରେ ଯୋଗ ଦେବା ପାଇଁ ଦୈନିକ 1,000 ଟଙ୍କା ଭତ୍ତା ଆକାରରେ ପାଆନ୍ତି। ଅବସର ପରେ ରାଜ୍ୟସଭାର ସଦସ୍ୟମାନେ ମଧ୍ୟ ମାସିକ ପେନ୍ସନ୍ ପାଇଥାନ୍ତି। ପ୍ରତ୍ୟେକ ସାଂସଦକୁ ତାଙ୍କର ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ପ୍ରତିବର୍ଷ 5 କୋଟି ଟଙ୍କା ପ୍ରଦାନ କରାଯିବା ପାଇଁ ସଂସଦ ନିଷ୍ପତ୍ତି ଗ୍ରହଣ କରିଅଛି। ଶପଥ ପାଠ କ'ଣ ନା ରାଜ୍ୟସଭା ସଦସ୍ୟମାନଙ୍କୁ ଗୃହର ଅଧ୍ୟକ୍ଷ ବା ଉପାଧ୍ୟକ୍ଷ ଶପଥ ପାଠ କରାନ୍ତି। ତ ରାଜ୍ୟ କ'ଣ ନା ଯେମିତି ରାଜ୍ୟ ଗୁଡ଼ାକ ଛାଡ଼ ଡାଇରେକ୍ଟ ପଳେଇବା। ରାଜ୍ୟସଭାର ଅଧ୍ୟକ୍ଷ କ'ଣ ଚେୟାରମ୍ୟାନ୍ ଅଫ୍ ରାଜ୍ୟସଭା ନା ସମ୍ବିଧାନର 89 ଧାରା ଅନୁସାରେ ଭାରତର ଉପରାଷ୍ଟ୍ରପତି ନିଜ ପଦାଧିକାର ବଳରେ ରାଜ୍ୟସଭାରେ ଅଧ୍ୟକ୍ଷତା କରନ୍ତି। ସେ ରାଜ୍ୟସଭାର ଅଧ୍ୟକ୍ଷ ଭାବେ ମାସିକ 1,25,000 ଟଙ୍କା ଦରମା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଆନ୍ତି। ତାଙ୍କୁ ସହଯୋଗ କରିବା ପାଇଁ କି ରାଜ୍ୟସଭାରେ ଜଣେ ଉପାଧ୍ୟକ୍ଷ ରହିବେ ସଦସ୍ୟମାନଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି। ଏତଦ୍ ବ୍ୟତୀତ ବରିଷ୍ଠତା ଭିତ୍ତିରେ ଅଧ୍ୟକ୍ଷ ଏକ ତାଲିକା ପ୍ରସ୍ତୁତ କରିଥାନ୍ତି। ସେହି ତାଲିକା ଅନୁସାରେ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କ ଅନୁପସ୍ଥିତିରେ ତାଲିକାଭୁକ୍ତ ବ୍ୟକ୍ତି ଗୃହ ପରିଚାଳନା କରନ୍ତି। ସାଧାରଣତଃ ଅଧ୍ୟକ୍ଷଙ୍କର କାର୍ଯ୍ୟକାଳ କେତେ ବର୍ଷ ଥାଏ ନା 5 ବର୍ଷ ଥାଏ। ବହିଷ୍କାର କେମିତି ହୁଅନ୍ତି ନା ଗଣତନ୍ତ୍ର ଶାସନରେ ସ୍ୱେଚ୍ଛାଚାରିତାର ସ୍ଥାନ ନାହିଁ। ଯଦି ଅଧ୍ୟକ୍ଷ କୌଣସି ଅସାମ୍ବିଧାନିକ କାର୍ଯ୍ୟରେ ଲିପ୍ତ ରହନ୍ତି ବୋଲି ପ୍ରମାଣ ମିଳେ ତାହେଲେ ସଂସଦ ତାଙ୍କୁ ବହିଷ୍କାର କରିପାରିବ। ଏହି ବହିଷ୍କାର ପାଇଁ ପ୍ରସ୍ତାବ ଆଗତ ହେବା ପୂର୍ବରୁ ଏକ 14 ଦିନିଆ ନୋଟିସ୍ ଦେବାକୁ ପଡ଼େ। ସେହି ନୋଟିସ୍ ଅନୁସାରେ କ'ଣ ହେବ ନା ପ୍ରସ୍ତାବଟି ଯଦି ଉଭୟ ଗୃହରେ ସଂଖ୍ୟାଗରିଷ୍ଠତା ହାସଲ କରେ ତାହେଲେ ଅଧ୍ୟକ୍ଷଙ୍କର ପଦଚ୍ୟୁତି ଘଟେ। ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କର ବହିଷ୍କାର ପ୍ରସ୍ତାବ ଉଠିଥିଲେ ସେମାନେ ଗୃହର ଅଧ୍ୟକ୍ଷ କିମ୍ବା ଉପାଧ୍ୟକ୍ଷ ଦାୟିତ୍ୱ ତୁଲାନ୍ତି ନାହିଁ। ବିଶେଷତଃ ବହିଷ୍କାର ପ୍ରସ୍ତାବଟି ପ୍ରଥମେ ରାଜ୍ୟସଭାରେ ଆଗତ ହୁଏ। ତ ରାଜ୍ୟସଭାର ସେମିତି କାର୍ଯ୍ୟାବଳୀ କ'ଣ କ'ଣ ଫଙ୍କସନ୍ସ ଅଫ୍ ଦି କାଉନସିଲ୍ ଅଫ୍ ଷ୍ଟେଟ୍ ନା ଆଇନ ପ୍ରଣୟନ କ୍ଷମତା। ୟାର ମଧ୍ୟ ଲେଜିସ୍ଲେଟିଭ୍ ପାୱାର ଅଛି। କ'ଣ କରେ ଇଏ
ନା ପ୍ରାୟତଃ ଆଇନ ପ୍ରଣୟନ କ୍ଷେତ୍ରରେ ରାଜ୍ୟସଭା ଓ ଲୋକସଭା ସମାନ କ୍ଷମତା ଉପଭୋଗ କରନ୍ତି। ଲୋକସଭାରେ ଗୃହୀତ ହୋଇଥିବା ବିଲ୍ଟି ଯଦି ରାଜ୍ୟସଭାରେ ଗୃହୀତ ନ ହୁଏ ତାହେଲେ ଆଇନରେ ପରିଣତ ହୋଇପାରେ ନାହିଁ। ସାଧାରଣ ବିଲ୍ କ୍ଷେତ୍ରରେ ରାଜ୍ୟସଭା ସେହି ବିଲ୍କୁ 6 ମାସ ପର୍ଯ୍ୟନ୍ତ ଅଟକାଇ ରଖିପାରିବ। ଯଦି ଏ କ୍ଷେତ୍ରରେ କୌଣସି ବିବାଦ ଉପୁଜେ ତାହେଲେ ସମ୍ବିଧାନର 108 କ୍ଲଜ 1 ଧାରା ଅନୁସାରେ ରାଷ୍ଟ୍ରପତି ମିଳିତ ବୈଠକ ଡାକନ୍ତି। ଏହି ମିଳିତ ବୈଠକରେ ଲୋକସଭାର ବାଚସ୍ପତି କ'ଣ କରନ୍ତି? ଅଧ୍ୟକ୍ଷତା କରନ୍ତି। ମିଳିତ ବୈଠକ କ୍ଷେତ୍ରରେ ଲୋକସଭାର ସଦସ୍ୟ ସଂଖ୍ୟା ଅଧିକ ହେତୁ ଲୋକସଭାର ନିଷ୍ପତ୍ତି ପ୍ରାୟତଃ ବଳବତ୍ତର ରହେ। 1954 ମସିହାରେ ଯୌତୁକ ବିରୁଦ୍ଧ ବିଲ୍, 1978ରେ ବ୍ୟାଙ୍କିଂ ସର୍ଭିସ୍ ବିଲ୍, 2002ରେ ପେଟା ଆଇନ କ୍ଷେତ୍ରରେ ମିଳିତ ବୈଠକ ଡକାଯାଇ ଲୋକସଭାର ନିଷ୍ପତ୍ତି ଗୃହୀତ ହୋଇଛି। ସମ୍ବିଧାନର 252 ଧାରା ଅନୁସାରେ ଯଦି 2 ବା ତତୋଧିକ ରାଜ୍ୟ ସେମାନଙ୍କ ପାଇଁ ଆଇନ ପ୍ରଣୟନ କରିବାକୁ ଅନୁରୋଧ କରନ୍ତି ସେତେବେଳେ ସଂସଦ କ'ଣ କରିବ? ଆଇନ ପ୍ରଣୟନ କରିବା ପାଇଁ ରାଜ୍ୟସଭାର ଅଧିକ ଯତ୍ନବାନ ହୁଏ। ସମ୍ବିଧାନର 312 ଧାରା ଅନୁସାରେ ଜାତୀୟ ସ୍ୱାର୍ଥକୁ ଆଖି ଆଗରେ ରଖି ଏକାଧିକ ସର୍ବଭାରତୀୟ ସେବା ସୃଷ୍ଟି କରିବା ପାଇଁ ରାଜ୍ୟସଭା ସଂସଦକୁ ଆଇନ ପ୍ରଣୟନ ଅଧିକାର ପ୍ରଦାନ କରେ। ଏଣୁ କୌଣସି ବିଲ୍ ରାଜ୍ୟସଭାର ବିନା ଆଲୋଚନା ବା ସ୍ୱୀକୃତିରେ ଆଇନରେ ପରିଣତ ହୋଇପାରେ ନାହିଁ। 2ରେ କ'ଣ? ନା ଅର୍ଥ ସମ୍ବନ୍ଧୀୟ କ୍ଷମତା, ଫାଇନାନ୍ସିଆଲ ପାୱାର କ'ଣ ରହିଛି ରାଜ୍ୟସଭାର? ନା ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଆର୍ଥିକ କ୍ଷେତ୍ରରେ ରାଜ୍ୟସଭାର କ୍ଷମତା ସଂକୁଚିତ କରାଯାଇଛି। ଅର୍ଥ ବିଲ୍ ପ୍ରଥମେ କେଉଁଠି ଆଗତ ହେବ? ନା ଲୋକସଭାରେ, ରାଜ୍ୟସଭାରେ ନୁହେଁ। ରାଜ୍ୟସଭା ସବୁ ଖୁବ୍ ବେଶୀରେ ଲୋକସଭା ଯେଉଁ ଦ୍ୱାରା ଗୃହୀତ ହୋଇଥିବା ଅର୍ଥ ବିଲ୍କୁ 14 ଦିନ ପର୍ଯ୍ୟନ୍ତ ଅଟକାଇ ପାରିବ ଏବଂ ବିଲ୍ କ୍ଷେତ୍ରରେ ରାଜ୍ୟସଭାର ପରାମର୍ଶକୁ ଗ୍ରହଣ କରାଯାଏ ନାହିଁ। ଏ କ୍ଷେତ୍ରରେ ଉଭୟ ଗୃହର ମତଭେଦ ହେଲେ ବି ମିଳିତ ବୈଠକ ଡକାଯିବାର କୌଣସି ସମ୍ଭାବନା ନଥାଏ। କୌଣସି ବିଲ୍ ଅର୍ଥ ବିଲ୍ କି ନୁହେଁ ତାହା ଲୋକସଭାର ବାଚସ୍ପତି ପ୍ରମାଣ ଦିଅନ୍ତି। 1978 ମସିହାରେ ରାଜ୍ୟସଭା ଗୋଟିଏ ଅବକାରୀ ବିଲ୍କୁ ଆଗ୍ରହ କରିଥିଲା କିନ୍ତୁ ଲୋକସଭା ଏଥିରେ ରାଜି ନ ହେବାରୁ ଏହା ମଧ୍ୟ ଗୃହୀତ ହୋଇଥିଲା। 3 ନମ୍ବର କାର୍ଯ୍ୟପାଳିକା ନିୟନ୍ତ୍ରଣ କ୍ଷମତା, କଣ୍ଟ୍ରୋଲ ଓଭର ଏକ୍ସିକ୍ୟୁଟିଭ ପାୱାର୍ସ। ରାଜ୍ୟସଭା ଲୋକସଭା ଭଳି କାର୍ଯ୍ୟପାଳିକା ଉପରେ କ'ଣ କରେ? ନା ସିଧାସଳଖ ନିୟନ୍ତ୍ରଣ ରଖିପାରେନି। କାର୍ଯ୍ୟପାଳିକା ବ୍ୟବସ୍ଥାପିକା ପାଖରେ ଦାୟୀ ଅର୍ଥ ଲୋକସଭା ପାଖରେ ଦାୟୀ ରହେ। ସେମିତି ରାଜ୍ୟସଭାର ସଭ୍ୟମାନେ ବିଭାଗୀୟ ମନ୍ତ୍ରୀମାନଙ୍କୁ ନାନା ପ୍ରକାର ପ୍ରଶ୍ନ ପଚାରନ୍ତି ଏବଂ ସେମାନଙ୍କର କାର୍ଯ୍ୟକଳାପକୁ ମଧ୍ୟ ସମାଲୋଚନା କରନ୍ତି। ରାଷ୍ଟ୍ରୀୟ କୌଣସି ବିଷୟ ଉପରେ ସନ୍ଦେହଜାତ ହେଲେ ରାଜ୍ୟସଭା ତଦନ୍ତ କରିପାରିବ। ମନ୍ତ୍ରୀମାନଙ୍କର କାର୍ଯ୍ୟକଳାପରେ ସ୍ୱେଚ୍ଛାଚାରିତାକୁ ହ୍ରାସ କରିବା ପାଇଁ ରାଜ୍ୟସଭାର ସଦସ୍ୟମାନେ ନାନା ପ୍ରକାର ଉପାୟ ଅବଲମ୍ବନ କରନ୍ତି। ଅନାସ୍ଥା ପ୍ରସ୍ତାବ, କାଟ ପ୍ରସ୍ତାବ, ନିନ୍ଦା ପ୍ରସ୍ତାବ ଭଳି ରାଜନୈତିକ ଅସ୍ତ୍ର ପ୍ରୟୋଗର କ୍ଷମତା ରାଜ୍ୟସଭା ହାତରେ ନାହିଁ। ରାଜ୍ୟସଭା ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ, ମୁଲତବୀ ପ୍ରସ୍ତାବ ଏବଂ ଅଧଘଣ୍ଟିଆ ଆଲୋଚନା ମାଧ୍ୟମରେ ମନ୍ତ୍ରୀମାନଙ୍କୁ ଅଡୁଆରେ ପକାଇ ନିୟନ୍ତ୍ରଣ କରିଥାନ୍ତି। 4 ସମ୍ବିଧାନ ସଂଶୋଧନ କ୍ଷମତା, କନଷ୍ଟିଟ୍ୟୁସନାଲ ଆମେଣ୍ଡମେଣ୍ଟ ପାୱାର୍ସ। ସମ୍ବିଧାନ ସଂଶୋଧନ କ୍ଷେତ୍ରରେ ରାଜ୍ୟସଭାର କ୍ଷମତା ଗୌଣ ନୁହେଁ। ଏହି ବିଲ୍ ଯେକୌଣସି ଗୃହରେ ପ୍ରଥମେ ଆଗତ କରାଯାଇପାରିବ। ଏହା ସଂସଦର ପ୍ରତ୍ୟେକ ଗୃହରେ ପୃଥକ ଭାବେ ଗୃହୀତ ହେବା ଦରକାର। ଏ କ୍ଷେତ୍ରରେ ଉଭୟ ଗୃହର କ୍ଷମତା ସମାନ ଥାଏ। ମିଳିତ ବୈଠକ ଡକାଯିବାର ବ୍ୟବସ୍ଥା ଏଠି ନାହିଁ। ସମ୍ବିଧାନ ସଂଶୋଧନରେ ମିଳିତ ବୈଠକ ଡକାଯିବ ନାହିଁ। ରାଜ୍ୟସଭାର ବିନା ଅନୁମୋଦନରେ ସମ୍ବିଧାନ ସଂଶୋଧନ ହୋଇପାରିବ ବି ନାହିଁ। ତାପରେ 5 ନ୍ୟାୟିକ କ୍ଷମତା, ଜୁଡ଼ିସିଆଲ ପାୱାର୍ସ କ'ଣ ଅଛି? ନା ରାଷ୍ଟ୍ରପତିଙ୍କୁ ବହିଷ୍କାର ପାଇଁକି କୌଣସି ନା ମହାଭିଯୋଗ ପ୍ରସ୍ତାବ ଆଣିବାର କ୍ଷମତା ଉଭୟ ରାଜ୍ୟସଭା ଏବଂ ଲୋକସଭାର ଅଛି। ଯଦି ପ୍ରଥମେ ଏହି ପ୍ରସ୍ତାବଟି ଲୋକସଭା ଆଣେ ତାହେଲେ ରାଜ୍ୟସଭା ନ୍ୟାୟାଳୟର ଭୂମିକା ତୁଲାଏ। ଅନ୍ୟପକ୍ଷରେ ଯଦି ରାଜ୍ୟସଭାରେ ଏହି ପ୍ରସ୍ତାବ ଆଣିବ ତାହେଲେ ଲୋକସଭା ଏହି ଭୂମିକା ତୁଲାଇବ। ସ୍ୱାଧିକାର ଭଙ୍ଗ କ୍ଷେତ୍ରରେ ରାଜ୍ୟସଭା ଯେକୌଣସି ବ୍ୟକ୍ତିକୁ ଦଣ୍ଡ ଦେଇପାରେ। 6 ନମ୍ବର କ'ଣ? ନା ନିର୍ବାଚନ କ୍ଷମତା, ଇଲେକ୍ଟୋରାଲ ପାୱାର କ'ଣ? ନା ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଏବଂ ରାଜ୍ୟସଭାର ଉପାଧ୍ୟକ୍ଷ ଇତ୍ୟାଦି ନିର୍ବାଚନ କ୍ଷେତ୍ରରେ ରାଜ୍ୟସଭାର ସଭ୍ୟମାନେ ଭୋଟ ପ୍ରଦାନ କରିଥାନ୍ତି। ଉପରାଷ୍ଟ୍ରପତି ନିର୍ବାଚନରେ ରାଜ୍ୟସଭାର ସବୁ ସଦସ୍ୟ ଅଂଶଗ୍ରହଣ କରନ୍ତି, ମାତ୍ର ସେ ଯେଉଁ ମନୋନୀତ କରନ୍ତି ଗୋଟେ ଷ୍ଟେଟ୍ରୁ, ପୁଡୁଚେରୀ ଆଉ ଜାମ୍ମୁ କାଶ୍ମୀରର, ସେ ଦିଲ୍ଲୀରୁ, ସେମାନେ ଆଉ କରିପାରିବେ ନାହିଁ।
ରାଜ୍ୟସଭାର ସ୍ଥିତି କ'ଣ, ପୋଜିସନ୍ କ'ଣ? ନା ରାଜ୍ୟସଭାର ସ୍ଥିତି ଆଲୋଚନା କଲାବେଳେ ଏହାର ଆବଶ୍ୟକତା ଓ ସମାଲୋଚନା ଦିଗ ପ୍ରତି କିଛି ଦୃଷ୍ଟିପାତ କରିବା। ରାଜ୍ୟସଭା ଏକ ସ୍ଥାୟୀ ଗୃହ, ଯାହା ସ୍ଥାୟୀ ଶାସନର ପରିକଳ୍ପନା କରିବ। ଏହି ଗୃହରେ ଅଭିଜ୍ଞ ରାଜନୀତିଜ୍ଞମାନେ ଥାଆନ୍ତି। ନୂତନ ନିଷ୍ପତ୍ତି ନେବାବେଳେ ସେମାନଙ୍କର ଅଭିଜ୍ଞତାର ଗୁରୁତ୍ୱ ପ୍ରକାଶ ପାଏ। ବେଳେବେଳେ ସେହି ଅଭିଜ୍ଞ ବ୍ୟକ୍ତିମାନେ ଶାସନ କଳକୁ ଦୃଢ଼ଭୂତ କରିବା ପାଇଁ ମନ୍ତ୍ରିମଣ୍ଡଳରେ ଅଂଶଗ୍ରହଣ କରନ୍ତି। ରାଜ୍ୟସଭା ପ୍ରତିଷ୍ଠା ଦ୍ୱାରା ଲୋକସଭାର ଅନେକ ଭ୍ରମ ସଂଶୋଧନ ହେବା ସହ ଏହାର ଏକଚାଟିଆ ମନୋଭାବର ହ୍ରାସ ଘଟିଥାଏ। ସଂଘୀୟ ସ୍ୱାର୍ଥର ସୁରକ୍ଷା ରାଜ୍ୟସଭା ଦ୍ୱାରା ସହଜ ହୁଏ। କେତେକ ସମାଲୋଚକଙ୍କ ମତରେ ରାଜ୍ୟସଭା ଏକ ବିଲମ୍ବିତ ଗୃହ ରୂପେ କାର୍ଯ୍ୟ କରି ପ୍ରଗତି ରୁଦ୍ଧ କରିଥାଏ। ଅନେକ ସଦସ୍ୟ ଜନସାଧାରଣଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇ ଏହି ଗୃହରେ ଦଳୀୟ ଆଶ୍ରୟ ନେଇଥାନ୍ତି। ତେଣୁ ଏହି ପରିପ୍ରେକ୍ଷୀରେ ଆବେ ସେଜ୍ କହନ୍ତି ଯେ ଦ୍ୱିତୀୟ ଗୃହ ଯଦି ପ୍ରଥମ ଗୃହଠାରୁ ଭିନ୍ନ ମତ ପୋଷଣ କରେ ତାହା ଅନିଷ୍ଟକର। ଯଦି ଏହା ତାହା ସହିତ ଏକମତ ହୁଏ ତେବେ ଏହା ଅନାବଶ୍ୟକ। ସ୍ଥିତି ଦୃଷ୍ଟିରୁ ଆଲୋକପାତ କଲେ ଜଣାପଡ଼େ ଯେ ଆମ ରାଜ୍ୟସଭା ବ୍ରିଟେନର ଲର୍ଡସ ସଭା ପରି ଦୁର୍ବଳ ନୁହେଁ କି ଆମେରିକାର ସିନେଟ୍ ପରି ଶକ୍ତିଶାଳୀ ବି ମଧ୍ୟ ନୁହେଁ। ଏହା ଏହି ଦୁଇ ଗୃହର ମଧ୍ୟବର୍ତ୍ତୀ ସ୍ଥିତିକୁ ଗ୍ରହଣ କରିଛି। ସଂଘୀୟ ସ୍ୱାର୍ଥ ସୁରକ୍ଷା ପାଇଁ ଏହା ଦ୍ୱିତୀୟ ଗୃହ ରୂପେ ପରିଗଣିତ ହୁଏ। ଲୋକସଭା ଚାପ୍ଟର ଆମେ ନେକ୍ସଟ ଅଧ୍ୟାୟରେ ପଢ଼ିବା।